ଆପଣ ଯେତେବେଳେ କୌଣସି ଟ୍ରେଡ଼ିଂ କରୁଛନ୍ତି ସେତେ ମାନେ କ୍ୟାଣ୍ଡେଲ୍ ଦେଖୁଛନ୍ତି ସେ କ୍ୟାଣ୍ଡେଲ୍ କେମିତି ଫର୍ମେସନ୍ ହୁଏ ମାନେ ଟେକ୍ନିକାଲ୍ ଆନାଲିସ୍ ମାନେ କେମିତି ଜାଣିବେ ଯେ କ୍ୟାଣ୍ଡେଲ୍ଟା କେମିତି ଫର୍ମେସନ୍ ଅଛି। ଆକ୍ଚୁଆଲି କ୍ୟାଣ୍ଡେଲ୍ ପ୍ରତି 5 ମିନିଟ୍କୁ ଫର୍ମେସନ୍ ହୁଏ। ପ୍ରତି 5 ମିନିଟ୍ରେ ସେଟା ତଳକୁ ଯିବ ନା ଉପରକୁ ଯିବ। ଯଦି ଉପରକୁ ଯିବ ସେଟା ଗ୍ରୀନ୍ ଦେଖାଯିବ ଆଉ ତଳକୁ ଯେତେ ଆସିବ ସେଟା ରେଡ୍ କଲର୍ ଦେଖାଯିବ। ଆଉ କେମିତି ସେଟା ଫର୍ମେସନ୍ ହୁଏ ସେ ଆକ୍ଚୁଆଲି ହେଉଛି ଯେଉଁ କୌଣସି ଆପଣ ସେଥିରେ ଷ୍ଟକ୍ରେ ଆପଣ ଯଦି ଟ୍ରେଡ଼ିଂ ଯଦି କରୁଛନ୍ତି ସେଇ ଷ୍ଟକ୍ ଆଜି କ'ଣ ନ୍ୟୁଜ୍ ଅଛି, ଗୁଡ୍ ନ୍ୟୁଜ୍ ଅଛି ନା ବ୍ୟାଡ଼୍ ନ୍ୟୁଜ୍ ଅଛି, ଆଜି ଥାର୍ଡ଼ରେ ସେକେଣ୍ଡରେ ହେଉଛି ସେଥିରେ କେତେଜଣ ଆଜି ଟ୍ରେଡ଼ିଂ କରୁଛନ୍ତି, ସେଥିରେ କେତେଜଣ ଆଜି ଟ୍ରେଡ଼ିଂ କରୁଛନ୍ତି, ସେଥିରେ କ'ଣ ଭର୍ଟାଲିଟି ଅଛି, ମୁଭମେଣ୍ଟ କ'ଣ ଅଛି, କେତେ ମୁଭମେଣ୍ଟ କରୁଛି, ଉପରକୁ କେତେ ହେଉଛି, ତଳକୁ କେତେ ହେଉଛି, ଥାର୍ଡ଼ରେ କ'ଣ ମାନେ ଆପଣଙ୍କୁ ସେକ୍ଟରରେ କ'ଣ ମାନେ କୌଣସି ସେକ୍ଟରରେ ଧରିକି ଆପଣ IT ସେକ୍ଟର ଯଦି ଟ୍ରେଡ଼ିଂ କରୁଛନ୍ତି, କୌଣସି ଫାର୍ମା ସେକ୍ଟର ଯଦି ଆପଣ ଟ୍ରେଡ଼ିଂ କରୁଛନ୍ତି ସେ ସେକ୍ଟରର ନ୍ୟୁଜ୍ କ'ଣ ଅଛି, କ'ଣ ଆଜି ସେ ସେକ୍ଟର ଉପରକୁ ଯାଉଛି ନା ତଳକୁ ଯାଉଛି। ଆଉ ଫୋର୍ଥରେ ଇମ୍ପୋର୍ଟାଣ୍ଟ ଆଜି ମାର୍କେଟର ପରଫର୍ମାନ୍ସ କ'ଣ ମାର୍କେଟ ପରଫର୍ମାନ୍ସ, ମାର୍କେଟ କ'ଣ ଉପରେ ଅଛି ନା ତଳ ଅଛି, ଏଥିରେ ହିଁ ଜଣାପଡ଼ିଥାଏ ସେ କ୍ୟାଣ୍ଡେଲ୍ ଫର୍ମେସନ୍। ଯଦି ଆପଣ ଯଦି ଟ୍ରେଡ଼ିଂ କରୁଛନ୍ତି ସେ ଦେଖି ଚିନ୍ତି ଟ୍ରେଡ଼ିଂ କରନ୍ତୁ। ଟ୍ରେଡ଼ିଂ ଭେରି ରିସ୍କ, କାରଣ ଟ୍ରେଡ଼ିଂ କରିବା ପାଇଁ ଆପଣଙ୍କୁ ପେସେନ୍ସ, ଟାଇମ୍ ମ୍ୟାନେଜମେଣ୍ଟ ସବୁକିଛି ଜାଣିବାକୁ ହେବ। କିନ୍ତୁ ଆପଣଙ୍କୁ ଇନଭେଷ୍ଟ କରିବାକୁ ହେଲେ ମାନେ ଏତେ କିଛି ରିସ୍କ ନଥାଏ, ଟ୍ରେଡ଼ିଂ ଠାରୁ ଆପଣଙ୍କୁ ଅଳ୍ପ ରିସ୍କ ଥାଏ। ସେଥିପାଇଁ ଆପଣ କୌଣସି FD କି ମ୍ୟୁଚୁଆଲ୍ ଫଣ୍ଡ କୌଣସି ଷ୍ଟକ୍ ବଣ୍ଡରେ ଇନଭେଷ୍ଟ କରିସାରିଲା ପରେ ଆପଣ ଯାଇକି କୌଣସି ଟ୍ରେଡ଼ିଂ କରିବେ, ନାଇଁକି ଡାଇରେକ୍ଟ ଆପଣ ଯାଇକି ଟ୍ରେଡ଼ିଂ କରିବେ। ପ୍ରଥମେ ଆପଣ ଶିଖନ୍ତୁ ଦେନ୍ ଆପଣ ଟ୍ରେଡ଼ିଂ କରନ୍ତୁ, କାରଣ ଟ୍ରେଡ଼ିଂ ରିସ୍କ ଥାଏ। ଆପଣଙ୍କ ପଇସା ଲସ୍ ହେବାର 99% ଆପଣଙ୍କ ପଇସା ଲସ୍ ହେବାର ଚାନ୍ସେସ୍ ଥାଏ। ସେଥିପାଇଁ ଆପଣଙ୍କୁ ଶିଖିବା ପାଇଁ ଏଇ ଭିଡ଼ିଓଟା ବନେଇଛି। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ ଆଣ୍ଡ କମେଣ୍ଟ ଆଣ୍ଡ ସେୟାର କରନ୍ତୁ।